ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆମେ କେବେ ସ୍ୱପ୍ନରେ ଭାବିନଥିଲୁ ଆଜିକା ଡେଟ୍ରେ ସରସ୍ୱତୀ ପୂଜା ତା ଆଗ ଦିନ ଆମେ ପୁରୀ ଯିବୁ ବୋଲି। ବର୍ତ୍ତମାନ ଟାଇମ୍ ହେଇଛି 10:30। ଆସିକି ରୁମ୍ରେ ଖାଇ ପିଇକି ଶୋଇଥିଲୁ, କିନ୍ତୁ କ'ଣ କିଛି ପ୍ଲାନିଂ ହେଇଗଲା, ଆମେ ବର୍ତ୍ତମାନ ବାହାରିକି ପୁରୀ ଯାଉଛୁ। ସବୁ ସେଇ ଜଗାର ମାୟା। ସେଇ ମେନ୍ ରୋଡ଼ ପାଖ ପହଞ୍ଚି ଯାଇଛୁ, ଦେଖିପାରୁଥିବେ ଇଏ ହେଉଛି ସେଇ ମେନ୍ ରୋଡ଼। ଏଠୁ ତ ଏବେ ଅଟୋ ମିଳିବନି, ଆମେ ରାପିଡ଼ୋ ବୁକ୍ କରିଦେଇଛୁ। ରାପିଡ଼ୋରୁ ଯାଇକି ମାଷ୍ଟର କ୍ୟାଣ୍ଟିନ୍ ପହଞ୍ଚିଲେ ଜଣାପଡ଼ିବ ଆମକୁ ଯିବା ପାଇଁ କ'ଣ ଗାଡ଼ି ମିଳିବ। ତ ଆମର ସବୁଠୁ ବଡ଼ ଟାର୍ଗେଟ୍ ଆଜି ହେଉଛି ପୁରୀକି ଯିବାର, ଯେ ସକାଳ ଯେ ଆଳତୀଟା ସେଇଟା ଯାଇକି ଯାହା ବି ହଉ ଦେଖିବାର ଆମର ଇଚ୍ଛା ଅଛି। ସେଥିପାଇଁ ଆମେ ରାତିରେ ଟିକେଟ୍ ବି କରିସାରିଛୁ। ଟିକେଟ୍ କରିସାରିକି ବର୍ତ୍ତମାନ ପ୍ଲାଟଫର୍ମରେ ୱେଟ୍ କରୁଛୁ। ଟ୍ରେନ୍ ଆସିବ 2:27 ଟାଇମ୍ ଅଛି। ଏଠୁ 2:27 ଛାଡ଼ିବ, ସେଥିପାଇଁ ଆସି ପ୍ଲାଟଫର୍ମରେ ବସିଗଲୁଣି ଏତେ ସମୟ ହେଲା। ମାନେ ରୁମ୍ରେ ଟୋଟାଲି ଶୋଇନଥିଲି ନା, ଆସିଲୁ ପାଖାପାଖି ଏଇଠି ଶୋଇଯିବୁ ଟିକେ ସମୟ ଭାବିକି ପଳେଇ ଆସିଛୁ। ଚାଲ ଟ୍ରେନ୍କୁ ଅପେକ୍ଷା କରିବୁ ବର୍ତ୍ତମାନ। ମାଲ ଦେଖିପାରୁଥିବେ ଆମ ସାମ୍ନାରେ କେଉଁ ମାତ୍ରାରେ ଭିଡ଼ ଯାଉଛି। ଇଏ ହେଉଛି ଜଗନ୍ନାଥ ସ୍ପେଶାଲ ଯେ ଟ୍ରେନ୍ରେ ବର୍ତ୍ତମାନ ଆମେ ଆସିଥିଲୁ, ସେଇ ଟ୍ରେନ୍ଟାରେ ଏତିକି ଆସିଛନ୍ତି। ଯଦି ଏଇ ଟ୍ରେନ୍ରେ ଏତିକି ଆସନ୍ତି ତାହେଲେ ଭାବନ୍ତୁ ପୁରୀରେ କି ମାତ୍ରାରେ ଭିଡ଼ ଥିବ। ଏଠି ତ କିଛି ଜଣାପଡ଼େ, ମନ୍ଦିର ସାମ୍ନାକୁ ଗଲେ ଜଣାପଡ଼ିବ କେଉଁ ଭିଡ଼ ହେଇଛି, ଆଉ ଆମେ ସକାଳେ ଆଳତୀ ଦର୍ଶନ କରିପାରୁଛୁ କି ନାହିଁ। ଚାଲ ଯିବା। ଆଗକୁ ଯାଉଛେ ମନ୍ଦିରକୁ। ଅଟୋ ଫଟୋ କିଛି କରାହେବନି, ଟୋଟାଲି ଚାଲି ଚାଲି ଆଜି ଦିନଟା ବୁଲା ହେବ। କିନ୍ତୁ ଶୀତ ଏପଟେ ପୁରା ଭୟଙ୍କର। ଦେଖିପାରୁଥିବେ ବ୍ୟାଗ୍ରେ ଥିଲା ଗାମଛା କାଢ଼ିକି ଏବେ ଘୁଡ଼ିଛୁ। ଏପଟେ ହେଇ ସତ୍ୟ ହେଇ ଯାହା ବି ସାଙ୍ଗମାନେ, ମନଟା ବହୁତ ଦୁଃଖ ହେଇଗଲା। ରାତି ଅନିଦ୍ରା ହେଇକି ଆମେ ଆସିଥିଲୁ ସକାଳର ସେ ପହଣ୍ଡି ଦର୍ଶନ କରିବା ପାଇଁ, କିନ୍ତୁ କ'ଣ କରିବା, ଭିଡ଼ ବହୁତ ମାତ୍ରାରେ ବର୍ତ୍ତମାନ ହେଉଛି। କିଏ ବି ଯଦି ପ୍ଲାନ୍ କରୁଛି ତାହେଲେ ଫ୍ୟାମିଲି ସହିତ ପୁରା କ୍ୟାନସଲ୍ କରନ୍ତୁ। ଆଜି ତ ବହୁତ ଲୋକ ଅସୁବିଧା ହେବାର ଆମେ ନିଜେ ଆଖିରେ ହିଁ ଦେଖିଛୁ। ତ ଯାହା ହଉ ଏମିତି ହିଁ ଦର୍ଶନ କରି ବାହାରକୁ ଆସିଲୁ। ଆଉ ଦର୍ଶନ ସରିଲା, ଏବେ ଚାଲନ୍ତୁ ପୁରୀ। ଯାହା ହଉ ସାଙ୍ଗମାନେ, ବର୍ତ୍ତମାନ ତ ଦର୍ଶନ ସରିଛି। ଦର୍ଶନ ସରିବା ପରେ ପୁରୀ ଆସିବାର ଦ୍ୱିତୀୟ ବଡ଼ କାମ ହେଉଛି, ସେଇଟା ହେଉଛି ସମୁଦ୍ର ଗାଧି। ଆପଣ ତ ଯଦି ଆସିଥିବେ ନିହାତି ଜାଣିଥିବେ, ସବୁଠୁ ଅଧିକ ସମୟ ଯଦି କେଠି ଆମେ ବିତାଉ ସେଇଟା ହେଉଛି ସମୁଦ୍ର କଡ଼। ତ ଚାଲ ବର୍ତ୍ତମାନ ସମୁଦ୍ର। ଆଉ ଇଏ ଦେଖନ୍ତୁ ଗାଧୁଆ ପୁରା ଜୋରସୋରରେ ଚାଲିଛି। ପୁରୀରେ ଯେଉଁ ଭଳିଆ ଭିଡ଼ ଥିଲା, ତା ସହିତ ସମୁଦ୍ର କଡ଼ର ବି ମଧ୍ୟ ସେଇଭଳିଆ ଭିଡ଼। ଯାହା ବି ହଉ ଗାଧୁଆ ସରିଲା ପରେ ଆମେ ସ୍ୱର୍ଗଦ୍ୱାର ଆଡ଼େ ଟିକେ ବୁଲିବା ପାଇଁ ପଳେଇଗଲୁ। ମାନେ ସିଏ ବି ସମୁଦ୍ର କଡ଼ରେ ହିଁ ଅଛି ନା, ତ ଆମ ଗାଁର ବି ଆସିଥିଲେ ଭାଇମାନେ, ତାଙ୍କ ସହିତ ମିଶିକି ଗଲୁ ସ୍ୱର୍ଗଦ୍ୱାର ବୁଲିବା ପାଇଁ। ସ୍ୱର୍ଗଦ୍ୱାର ଏଇ ପରେ ପରେ ଆମେ ଚାଲିଗଲୁ ଆମ ମୟୂରଭଞ୍ଜର ଯେ ଅଛନ୍ତି ଯେ ପଣ୍ଡା ପୂଜକ, ତାଙ୍କ ଘରୁ। ତାଙ୍କୁ ଗଳିରୁ ବାହାରିଲା ଦେଖିପାରୁଥିବେ ଏଇଭଳିଆ ହିଁ ପୁରା ଦେଖାଯାଏ ମନ୍ଦିରର ଦୃଶ୍ୟ। ଅତି ସୁନ୍ଦର ଭାବରେ ସେଠି କିଛି ଫଟୋ ଭିଡ଼ିଓ ସୁଟ୍ କଲୁ। ତାପରେ ସମୁଦ୍ରରେ ଗାଧୁଆ ସରିଲା ପରେ ଆମେ ଆଉ ଥରେ ଯିବା ପୂର୍ବରୁ ଠାକୁର ଦର୍ଶନ ଭଲସେ କରିକି ତା ସହିତ ଅଭଡ଼ା ଅନ୍ନ ସେବନ କଲୁ। ଅଭଡ଼ା ଅନ୍ନ ସେବନ କରିସାରିଲା ପରେ ବାହାରକୁ ଆସି ସାରିଲା ପରେ ଦେଖନ୍ତୁ, ଏଇଠୁ ଆପଣ ଦେଖନ୍ତୁ ମାନେ ବର୍ତ୍ତମାନ ପୁରୀରେ କେଉଁ ଭଳିଆ ଭିଡ଼। ଟ୍ରେନରେ ଦେଖେଇଥିଲେ ଭିଡ଼, ତାପରେ ଏବେ ଏଇଟା ହେଉଛି ବଡ଼ ଦାଣ୍ଡରେ ଭିଡ଼। ବଡ଼ ଦାଣ୍ଡରେ ଏତିକ ମାତ୍ରାରେ ପୁରା ଭିଡ଼ ଅଛି, ଆପଣ ନିଜେ ଦେଖନ୍ତୁ। ରଥଯାତ୍ରାରେ ଯେଭଳିଆ ପୁରା ଗହଳି ଲାଗିଥାଏ, ବର୍ତ୍ତମାନ ସେଇଭଳିଆ ଗହଳି ରହୁଛି ପୁରୀରେ। ଆଜି ବି ଥିଲା। ବଡ଼ଦାଣ୍ଡରେ ଚାଲୁ ଚାଲୁ କିଛି ବାଟ ଆଗକୁ ଗଲା ପରେ ଆମକୁ ଆଜି ଜାଣିବା ପାଇଁ ପଡ଼ିଲା, ଆଜି ହେଉଛି ଶ୍ରୀପଞ୍ଚମୀ। ଶ୍ରୀପଞ୍ଚମୀରେ ରଥ ପାଇଁ ପ୍ରଥମ ଥର କାଠ ବଡ଼ଦାଣ୍ଡକୁ ଆସେ, ତାହାର ପୂଜା ମଧ୍ୟ ଆମେ ଆଜି ଦେଖିଲୁ। ଆପଣମାନେ ବି ଦେଖିପାରୁଥିବେ। ଜୟ ଜଗନ୍ନାଥ। ଏଥିମଧ୍ୟରେ ଆଜିର ପୁରୀ ଟ୍ରିପ୍ ସମାପ୍ତ।